ବ୍ୟାଙ୍କର ସର୍ବନିମ୍ନ ବାଲାନ୍ସ ରଖିବାକୁ ନେଇ ଜାରି ହେଲା ଏକ ବଡ଼ ଘୋଷଣା। ଯଦି ଆପଣଙ୍କର ବି ବ୍ୟାଙ୍କରେ ଆକାଉଣ୍ଟ ଅଛି, ଆପଣ ନିଶ୍ଚିତ ଭାବରେ ନିଜ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ରଖୁଥିବେ। ତେବେ ଏହାକୁ ନେଇ ଆସିଲା ଏକ ବଡ଼ ଅପଡେଟ୍। ଏଣିକି ଆଉ ଆପଣଙ୍କୁ ଏହି ବ୍ୟାଙ୍କରେ ରଖିବାକୁ ପଡ଼ିବନି ସର୍ବନିମ୍ନ ବାଲାନ୍ସ। କେଉଁ ବ୍ୟାଙ୍କ କ'ଣ ରହିଛି ଅପଡେଟ୍ ଭିଡ଼ିଓରେ ଜାଣିବା ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଗ୍ରାହକ କେନ୍ଦ୍ରିକ ବ୍ୟାଙ୍କିଂର ଭାବନା ସହିତ ସମନ୍ୱୟ ରଖି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବେ ସାଧାରଣ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରକ୍ଷଣାବେକ୍ଷଣ ନ କରିବା କ୍ଷେତ୍ରରେ ଗ୍ରାହକଙ୍କଠାରୁ ନେଉଥିବା ଚାର୍ଜ ଛାଡ଼ କରିଛି। ତେବେ ଏହି ପଦକ୍ଷେପ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ଶେଷ ତ୍ରୈମାସିକରୁ କାର୍ଯ୍ୟକାରୀ ହେବ। ତେବେ ଏହି ପଦକ୍ଷେପର ଲକ୍ଷ୍ୟ ରହିଛି ସମାନତା, ନ୍ୟାୟ ଏବଂ ଗ୍ରାହକଙ୍କ ପାଇଁ ମୌଳିକ ବ୍ୟାଙ୍କିଂ ସେବାର ସୁଗମତା ବୃଦ୍ଧି କରିବା। ଏନେଇ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି କି ଆମେ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ସମର୍ଥନ କରିବାକୁ ପ୍ରତିବଦ୍ଧ ଏବଂ ବିଶ୍ୱାସ କରୁଛୁ। ଏହି ପଦକ୍ଷେପ ଜନସଂଖ୍ୟାର ଉନ୍ନତି ବର୍ଗ ସହିତ ଆମର ସମ୍ପର୍କକୁ ଆହୁରି ମଜବୁତ କରିବ। ଏପର୍ଯ୍ୟନ୍ତ ପିଏମ୍ଜେଡିୱାଇ ଆକାଉଣ୍ଟ, ପେନ୍ସନଭୋଗୀ ଏବଂ ବରିଷ୍ଠ ନାଗରିକଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ବାଲାନ୍ସ ରକ୍ଷଣାବେକ୍ଷଣ ନ କରିବା ପାଇଁ ଚାର୍ଜ ପୂର୍ବରୁ ଛାଡ଼ କରାସରିଛି। ହେଲେ ଏବେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ସାଧାରଣ ସଞ୍ଚୟ ଖାତାରେ ଅର୍ଥାତ୍ ସେଭିଂ ଆକାଉଣ୍ଟରେ ଏଣିକି ସର୍ବନିମ୍ନ ବାଲାନ୍ସ ନ ରଖିଲେ ବି ଏଥିପାଇଁ ଆପଣଙ୍କୁ ଆଉ ଚାର୍ଜ ଲାଗିବ ନାହିଁ। ଆକି ଏହି ନୂଆ ନିୟମ ସେପ୍ଟେମ୍ବର ମାସରୁ ଲାଗୁ ହେବାକୁ ଯାଉଛି। ତେବେ ଆପଣଙ୍କର କେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହା ନିହାତି କମେଣ୍ଟ କରି ଜଣାଇବେ।